ଘରେ ଥିବା ସବୁ ଜିନିଷରେ ଯାହା ଘରେ ଅଛି ସେଇ ଜିନିଷରେ ଆଜି ଆମେ ବନେଇଦବା ଏମିତି ଗୋଟିଏ ତେଲ ଯାହା ଆପଣଙ୍କ ଚୁଟି ପାଇଁ ଏତେ ବେନିଫିଟ ମାସକ ପାଇଁ ନୁହଁ ଆପଣ ଏହାକୁ ବର୍ଷକ ପାଇଁ ମଧ୍ୟ ରଖିପାରିବେ। ନା କୌଣସି ପ୍ରକାର ଖରାପ ହବ ନା ଗନ୍ଧ ହବ ନା ତେଲ ଖରାପ ରହିବ। ଆଉ ଏତେ ସହଜ ବନେଇବା ହାତ ମୁଠାରେ ସବୁ ଜିନିଷ ଥାଏ। ଆଉ ଛୁଆଠୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ବନାନ୍ତି। ଧଳା ଚୁଟିରୁ କଳା ହବା ପାଇଁ କିମ୍ବା ଚୁଟି ମୋଟା ବହଳିଆ ହବା ପାଇଁ କିମ୍ବା ଗହଳିଆ ହବା ପାଇଁ ଆଉ ଚୁଟି ଝଡୁଛି କିମ୍ବା ଚୁଟି ପତଳା ହେଇଯାଉଛି ଏଇ ତେଲ ଲଗାନ୍ତୁ। ବହୁତ ବଢିଆ ସେ ରେଜଲ୍ଟ ଅଳ୍ପ ଦିନରେ ଆପଣ ଦେଖିବା ପାଇଁ ପାଇବେ। ନିଜେ ଯଦି ଟ୍ରାଏ କରିବେ ତାହେଲେ ଆପଣ ରେଜଲ୍ଟ ଜାଣିପାରିବେ। ଯଦି ନିଜେ ନ କରିଛନ୍ତି ତ ତାହେଲେ କେବେ ବି ଆପଣ ନିଜେ ଏଇ ରେଜଲ୍ଟ ଜାଣିପାରିବେନି। ତେଣୁକରି ଫ୍ରେଣ୍ଡ ବିନା ସ୍କିପ୍ କରି ଗୋଟିଏ ଗୋଟିଏ ପଏଣ୍ଟ ୱାଇଜ ଦେଖିକି ଜାଣନ୍ତୁ, ଶିଖନ୍ତୁ, ବନାନ୍ତୁ। କେମିତି ରେଜଲ୍ଟ ଆସୁଛି ମତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତ ଫ୍ରେଣ୍ଡ ଡେରି କରିବାନି, ଚାଲନ୍ତୁ ଫ୍ରେଣ୍ଡ ଆରମ୍ଭ କରିଦବା। ତ ଏଇଠି ଫ୍ରେଣ୍ଡ ମୁଁ ଗୋଟେ କଡେଇ ନେଇଯାଇଛି। କଡେଇ ଆମର ବହୁତ ବଢିଆ ସେ ଗରମ ହେଇଯାଇଛି। ଏଇଠି ଫ୍ରେଣ୍ଡ ମୁଁ ନେଇଯାଇଛି ତେଲ। ଏଇଠି ଫ୍ରେଣ୍ଡ ମୁଁ ନଡିଆ ତେଲ ନେଇଛି। ଆପଣ ଚାହିଁଲେ ଫ୍ରେଣ୍ଡ ଏଇଠି ମୁଁ ଘର ତିଆରି ବାଲା ନେଇଛି। ଆପଣ ଚାହିଁଲେ ଫ୍ରେଣ୍ଡ ଦୋକାନରୁ ମଧ୍ୟ କିଣିକି ନଡିଆ ତେଲ ପକେଇ ପାରିବେ। ଏଇଠି ଫ୍ରେଣ୍ଡ ମୁଁ ଦେଇଦେଇଛି ଆମର ଭେରସୁଙ୍ଗା ପତ୍ର 3 ଡେମ୍ଫା ମୁଁ ଏଇଠି ଛିଣ୍ଡେଇକି ଦେଇଦେଇଛି। ଫ୍ରେଣ୍ଡ କଞ୍ଚା ଫ୍ରେଶ ପତ୍ର ଦେଇଛି ତାକି ବହୁତ ସାରା ବେନିଫିଟ ଗୁଣ ଆପଣଙ୍କର ଏଇଠି ଆସିବ। ଏଇଠି ଫ୍ରେଣ୍ଡ ଦେଇଦେଇଛି ମୁଁ ପିଆଜ। ଆଚ୍ଛା ଫ୍ରେଣ୍ଡ ମୁଁ ଗୋଟେ ଗୋଟେ ପକେଇ ଚାଲିଛି, ତା ସହିତ ଫ୍ରେଣ୍ଡ ତାର ବିଶେଷତ୍ୱ ମଧ୍ୟ କହି ଚାଲୁଛି। ତ ଏଇଠି ଆମର ଫ୍ରେଣ୍ଡ ବହୁତ ହି ବଢିଆ ସେ ଆମେ ଏଇଠି ଦେଇଦବା ମେଥି 1 ଚାମଚ, ଯାହା ଆପଣଙ୍କ ଚୁଟିକୁ ମୋଟା ବହଳିଆ କରିବାରେ ସାହାଯ୍ୟ କରିଥାଏ। ପିଆଜ ରସ ଦ୍ଵାରା ଚୁଟି ଆପଣଙ୍କର ସଖତ ମଜବୁତ ହେଇଯାଇଥାଏ। ତା ସହିତ ଫ୍ରେଣ୍ଡ ଯଦି ଆପଣ ଭୃଷଙ୍ଗ ପତ୍ର ପକଉଛନ୍ତି ତ ଚୁଟି ନ ଉପୁଡିବାର ଚାନ୍ସେସ୍ ଥାଏ। ଏଇଠି ଫ୍ରେଣ୍ଡ ମୁଁ ନେଇଯାଇଛି ଅଧା ଗ୍ଲାସ ହବ ଏଇଠି ଆଉ ଗୋଟିଏ ତେଲ, ଯୋଉଟା ହଉଛି ଫ୍ରେଣ୍ଡ ଆଲମଣ୍ଡ ତେଲ। ସମସ୍ତଙ୍କ ପାଖରେ ଇଜିଲି ଆଭେଲେବୁଲ ନଥାଏ। ଯଦି ନାହିଁ ଫ୍ରେଣ୍ଡ ତାହେଲେ ଏଇ ତେଲଟାକୁ ଆଦୌ ଭାବରେ ଆପଣ ସ୍କିପ୍ କରିଦିଅନ୍ତୁ। ଯଦି ଅଧିକ ବେନିଫିଟ ପାଉଛନ୍ତି ତ ଯେକୌଣସି ମାର୍କେଟରୁ ଆପଣ ଯେକୌଣସି ଆଲମଣ୍ଡ ଅଏଲ କିମ୍ବା ଘରେ ମଧ୍ୟ ବନେଇ ପାରିବେ। ବନେଇକି ଆପଣ ୟାକୁ ୟୁଜ କରନ୍ତୁ। ଆଲମଣ୍ଡ ଅଏଲ ମଧ୍ୟ ଚୁଟି ଷ୍ଟ୍ରଙ୍ଗ ରଖିବା ପାଇଁ ବହୁତ ସାହାଯ୍ୟ କରିଥାଏ। ଯଦି ଫ୍ରେଣ୍ଡ ନାହିଁ ଆଲମଣ୍ଡ ଅଏଲ ତ ଆପଣ ତାକୁ ସ୍କିପ୍ କରି ଦିଅନ୍ତୁ। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ ମୁଁ ବହୁତ ବଢିଆ ଭାବରେ ସବୁ ଜିନିଷ ପକେଇ ଦେଇଛି। ଏବେ ଫ୍ରେଣ୍ଡ ନେଇଯିବା ଆମେ କଳା ଜିରା, ଯୋଉଟା କି ଫ୍ରେଣ୍ଡ ଆପଣଙ୍କ ଚୁଟିକୁ କଳା ଆଉ ମଜବୁତ ରଖିବାରେ ତା ସହିତ ଚୁଟି ଘନ ହେବାରେ ବି ମଧ୍ୟ ସାହାଯ୍ୟ କରିଥାଏ। ତାକୁ ଫ୍ରେଣ୍ଡ ଏଇଠି ଦେଇଦବା 1 ଚାମଚ। ଏଇଠି ଫ୍ରେଣ୍ଡ ମୁଁ ନର୍ମାଲ ଚାମଚରେ ଦେଇଛି, ଯୋଉ ରେଗୁଲାର ଚାମଚ ଆପଣ ଖାଆନ୍ତି ସେ ମିଡିୟମ ସାଇଜ ର ଏଇଠି ମୁଁ ଚାମଚ ଏଇଠି ୟୁଜ କରିଛି। ଫ୍ରେଣ୍ଡ ସବୁତକ ଆମେ ଏଠି ଢାଳିଦବା କିଛି ଟାଇମ ପାଇଁ ଏମିତି ହାଲକା ଫୁଟିବା ପାଇଁ ଛାଡିଦବା। ଏଇଠି ଫ୍ରେଣ୍ଡ ହାଲକା ଟାଇପ ର ଦେଖିପାରୁଥିବେ ଆପଣ ଧଳା ଧଳା ହ୍ୱାଇଟ ହ୍ୱାଇଟ ବବଲ୍ସ ଆସୁଛି। ସେଇ ପର୍ଯ୍ୟନ୍ତ ଫ୍ରେଣ୍ଡ ଆମେ ଏଇଠି ଅପେକ୍ଷା କରିବା। ଆଉ ତେଲଟାକୁ ପୁରା ଲୋ ଫ୍ଲେମ ରେ ଆପଣଙ୍କୁ ଏଇଠି ତେଲଟାକୁ ଆପଣଙ୍କୁ ପୁରା ଏଇଠି ଫ୍ରେଣ୍ଡ ଲୋ ଫ୍ଲେମ ରେ ଫୁଟେଇବାକୁ ହବ। ଏଇଠି ଫ୍ରେଣ୍ଡ ଧ୍ୟାନ ଦେବେ ଆଦୌ ହାଇ କରିବେନି କି ମିଡିୟମ କରିବେନି। ଲୋ ଫ୍ଲେମ ରେ କରିବା ଦ୍ଵାରା ହେଇଥାଏ କଣ, ଆପଣଙ୍କର ତେଜପତ୍ର, ପିଆଜ ସବୁ ଯେକୌଣସି ଜିନିଷ ଆମେ ପକେଇଛେ ସବୁ ଜିନିଷର ଗୁଣ ଏଇଠି ବାହାରିଥାଏ। ଆଉ ସବୁ ଜିନିଷ ଆସ୍ତେ ଆସ୍ତେ ଧୀରେ ଧୀରେ ଫୁଟିକି ତେଲରେ ମିଶି ଯାଇଥାଏ। ଏବେ ଦେଖିପାରୁଥିବେ ଫ୍ରେଣ୍ଡ ପୁରା ଫମ୍ପଲ ମରିଯାଇଛି 3 ରୁ 4 ମିନିଟ ପରେ। ବହୁତ ବଢିଆ ସେ ଫ୍ରେଣ୍ଡ ଫମ୍ପଲ ଆପଣଙ୍କର ମରିଯିବ। ସେ ଅଟୋମେଟିକ ଫ୍ରେଣ୍ଡ ଫମ୍ପଲ ମରିଯିବ। ତାପରେ ଫ୍ରେଣ୍ଡ ଆମକୁ କରିବାର କଣ ଅଛି, ଏଇଠି ନେଇଯିବାର ଅଛି ତେଜପତ୍ର। ଏଇଠି ଫ୍ରେଣ୍ଡ ମୁଁ ଗୋଟିଏ ତେଜପତ୍ର ହାତରେ ଛିଣ୍ଡେଇକି ନେଇଛି। ଫ୍ରେଣ୍ଡ ତେଜପତ୍ର ଦବା ଦ୍ଵାରା ଆପଣ ଯେତେବେଳେ ଚୁଟିରେ ତେଲ ଲଗାଉଛନ୍ତି, ମସାଜ କରୁଛନ୍ତି, ସେଇ ଟାଇମରେ ଚୁଟିକୁ ରିଲାକ୍ସ ଲାଗେ। ଆଉ ବହୁତ ବଢିଆ ସେ ମାଂସପେଶୀ ଆମର ବହୁତ ବଢିଆ ସେ ଆମର ନର୍ମାଲ ହେଇକି ଥାଏ। ଆଉ ଏଇ ତା ସହିତ ଫ୍ରେଣ୍ଡ ଦେଇଦବା ଏଇଠି 4ଟି ଲବଙ୍ଗ। ଲବଙ୍ଗ ଦବା ଦ୍ଵାରା ହେଇଥାଏ କଣ, ରକ୍ତ ସଞ୍ଚାଳନ ବହୁତ ବଢିଆ ସେ ହେଇଥାଏ ମସାଜ ଟାଇମ ରେ। ଆଉ ମାଇଣ୍ଡ କୁ ଫ୍ରେଣ୍ଡ ବହୁତ ବଢିଆ ସେ ଆପଣଙ୍କର ଫ୍ରି ଲାଗିଥାଏ। ତେଣୁକରି ଫ୍ରେଣ୍ଡ ଯଦି ଅଛି ନିହାତି ଭାବରେ ଫ୍ରେଣ୍ଡ ଏଇଠି ଲବଙ୍ଗ ଦିଅନ୍ତୁ। ତା ସହିତ ଫ୍ରେଣ୍ଡ ଆମେ ଏଇଠି ଦେଇଦବା 2 କୋଲା ରସୁଣ, ଯାହାକୁ ଟିକେ କୁଟି ଦେଇଥିଲେ ଦିଟାକୁ ଏଇଠି ମୁଁ ଦେଇଦେଇଛି। ଏଇଟା ଦବା ଦ୍ଵାରା ଫ୍ରେଣ୍ଡ ଚୁଟି ଆପଣଙ୍କର ବହଳିଆ ହେଇଥାଏ, ମାନେ ଗହଳିଆ ହେଇଥାଏ। ତାକୁ ଫ୍ରେଣ୍ଡ ସବୁତକ ଦେଇକି ବହୁତ ହି ବଢିଆ ସେ ଆପଣଙ୍କୁ ଏଇଠି ମିଶେଇ ଦବାର ହବ। ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ମୁଁ ବହୁତ ହି ଭଲ ସେ ୟାକୁ ମିଶେଇ ଦେଇଛି। ଆଉ ବହୁତ ହି ବଢିଆ ସେ ଆମର ଫୁଟି ବି ମଧ୍ୟ ଯାଉଛି। ଏବେ ଫ୍ରେଣ୍ଡ ଆମେ ଯୋଉ ରସୁଣ ଦେଇଛେ ରସୁଣରୁ ମଧ୍ୟ ରସ ବହୁତ ହି ବଢିଆ ସେ ବାହାରି ଯିବ। ଏଇ ଷ୍ଟେଜରେ ଫ୍ରେଣ୍ଡ ଆମେ ଦେଇଦବା ଏଇଠି ଡାଲଚିନି। ଡାଲଚିନି ଦବା ଦ୍ଵାରା ଫ୍ରେଣ୍ଡ ହେଇଥାଏ କଣ, ଗୋଟେ ବହୁତ ବଢିଆ ବାସ୍ନା ଆସିଥାଏ। ତା ସହିତ ଫ୍ରେଣ୍ଡ ଆପଣଙ୍କର ଚୁଟିକୁ ବହୁତ ହି ବଢିଆ ସେ ସାଇନିଂ କରେ। ଇଏ ଆମର ଛୋଟ ଆମେ ଯୋଉ ପକେଇଲେ ତା ବହୁତ ହି ବଢିଆ ସେ ଇଏ ଆମର ସାଇନିଂ କରିଥାଏ। ଇଏ ଦେଖିପାରୁଥିବେ ଫ୍ରେଣ୍ଡ ବହୁତ ହି ବଢିଆ ସେ ଆମେ ୟାକୁ ସବୁ ତକ ଏଇଠି ମିକ୍ସ କରିଦବା। ମିକ୍ସ କରିକି ଫ୍ରେଣ୍ଡ କିଛି ସମୟ ପାଇଁ ୟାକୁ ଛାଡି ଦିଅନ୍ତୁ ହାଲକା ଫୁଟିବା ପାଇଁ। ବେଶୀ ଆପଣ ଏଇଠି ବଢେଇବେ ନାହିଁ। ଏଇଠି ଫ୍ରେଣ୍ଡ ଧ୍ୟାନ ଦେବେ ପୁରା ଲୋ ଫ୍ଲେମ ରେ ଆପଣଙ୍କୁ ଏଇଟା କୁକିଂ କରିବାକୁ ହବ। ଆଉ ଫ୍ରେଣ୍ଡ ଏତିକି ଫୁଟେଇବେ ଯେତିକି କି ଆପଣଙ୍କର ଏଇ ଯୋଉ ପତ୍ର, ପିଆଜ କିମ୍ବା ଯେକୌଣସି ଆପଣ ମେଥି ଦାନା ହଉ, କଳା ଜିରା ଯାହାବି ଆମେ ସବୁ ପକେଇଛେ
ସବୁତକ ପୁରା ଶୁଖେଇକି ପୁରା କଳା କାଠ ହେଇଯିବ ସେଇ ପର୍ଯ୍ୟନ୍ତ ଫ୍ରେଣ୍ଡ ଆପଣଙ୍କୁ ଏଇଠି କୁକ୍ କରିଦେବାର ଅଛି। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ ମତେ ଟାଇମ ଲାଗିଗଲା 7 ରୁ 8 ମିନିଟ, ଅତି ବେଶୀରେ ଫ୍ରେଣ୍ଡ ଆପଣଙ୍କୁ 10 ମିନିଟ ଲାଗିଯିବ। ବହୁତ ବଢିଆ ସେ ଫ୍ରେଣ୍ଡ ୟାକୁ ଫୁଟିବା ପାଇଁ ଛାଡି ଦିଅନ୍ତୁ। ସବୁ ତକର ବିଶେଷତ୍ୱ ଏଇ ଆମ ତେଲରେ ମଜବୁତ ହେଇଯିବ। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ ବହୁତ ବଢିଆ ସେ ଆମର ଏଇ ତେଲରେ ଲାଗିଗଲାଣି। ଏବେ ଫ୍ରେଣ୍ଡ ଆମକୁ କରିବାର କଣ ଅଛି, ଗ୍ୟାସ ଟାକୁ ପୁରା ଆମେ ବନ୍ଦ କରିଦବା ଆଉ ଥଣ୍ଡା କରିନବା। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ ମୁଁ ବହୁତ ବଢିଆ ସେ ଗ୍ୟାସ ଟାକୁ ବନ୍ଦ କରିଦେଇଥିଲି। ତେଲ ଫ୍ରେଣ୍ଡ ଆମର ସବୁତକ ଥଣ୍ଡା ହେଇଯାଇଛି। ଆଉ ଫ୍ରେଣ୍ଡ ଧ୍ୟାନ ଦେବେ ତେଲ ଫୁଟିଲା ବେଳେ ଆମେ ଯଦି 1.5 କପ୍ ଦେଇଛେ ତ ଇଏ ଆମର ଫୁଟି ଫୁଟି କମିଯିବ। ତ ତେଣୁକରି ଫ୍ରେଣ୍ଡ ଆପଣ ଏଇଠି ମାପି ଚୁପିକି ନେବେ। ଯଦି ଆପଣ ଫ୍ରେଣ୍ଡ 2 କପ୍ ଦେଇଛନ୍ତି ସବୁତକ ଜିନିଷ ଆପଣ ଏଇଠି ଆଡ କଲା ପରେ ତ ସିଏ 1 କପ୍ ରହିଯାଇଥାଏ ତେଲ। ତେଣୁକରି ଫ୍ରେଣ୍ଡ ଆପଣ କେତେ କ୍ୱାଣ୍ଟିଟି କରୁଛନ୍ତି ସେଇ ହିସାବରେ ଆପଣ ତାର ଯୋଉ ଜିନିଷ ଆମେ ସବୁ ପକେଇଲେ ପିଆଜ, ଭୃଷଙ୍ଗ ପତ୍ର, ଯେକୌଣସି ଆମେ ସବୁ ଏଇଠି ସ୍ପାଇସେସ୍ ବି ମଧ୍ୟ ପକେଇଛୁ ସବୁ ଆପଣ ଏଇଠି ଅଧିକ କ୍ୱାଣ୍ଟିଟିରେ ଦେବେ। ଯଦି ଅଳ୍ପ କରୁଛନ୍ତି ତ ଅଳ୍ପ କ୍ୱାଣ୍ଟିଟିରେ ମଧ୍ୟ ଦେବେ। ଫ୍ରେଣ୍ଡ ସବୁତକ ଥଣ୍ଡା କରି ନେବେ। ଥଣ୍ଡା କରି ସାରିଲା ପରେ ଫ୍ରେଣ୍ଡ ଆପଣଙ୍କୁ ଏଇଠି ଗୋଟେ ଛାଣୀରେ ଛାଣି ଦବାର ଅଛି। ଛାଣି ଦେଇକି ଫ୍ରେଣ୍ଡ ରଖିଦିଅନ୍ତୁ। ଏମିତି ଡାଇରେକ୍ଟ ସାଙ୍ଗେ ସାଙ୍ଗେ ଉଠାନ୍ତୁ ନାହିଁ, କାହିଁକି ନା ଫ୍ରେଣ୍ଡ ପତ୍ର ମଝିରେ ବହୁତ ସାରା ତେଲ ଲାଗିକି ଥାଏ। ତେଣୁକରି ଫ୍ରେଣ୍ଡ ଏଇଭଳି ଭାବରେ ଛାଣୀରେ ଛାଣି ଦିଅନ୍ତୁ, ଟିକେ ଚାପି ଦିଅନ୍ତୁ। ଆଉ ତା ସହିତ ଫ୍ରେଣ୍ଡ ଛାଣୀଟାକୁ ରଖନ୍ତୁ ଏଇପରି ଭାବରେ, ତାକି ଆଉ ଯାହା ଏକ୍ସେସ ତେଲ ଥିବ ପତ୍ର ମଝିରେ ଲୁଚି ରହିଥିବ ତେଲ ସେ ଗୋଟେ ଗୋଟେ ଡ୍ରପ ହେଇକି ଆପଣଙ୍କର ବହୁତ ବଢିଆ ସେ ଏଇ ପ୍ଲେଟ କିମ୍ବା ତାଟିଆ ଭିତରେ ଇଏ ରହିଯିବ ଆପଣଙ୍କର। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ ବହୁତ ତେଲ, ଆଉ ଏଇ ଛନ୍ନୀ ଭିତରେ ମଧ୍ୟ ଫ୍ରେଣ୍ଡ ଆହୁରି ତେଲ ଅଛି। ତାକୁ ଫ୍ରେଣ୍ଡ ରଖିଦବା ଆମେ 5 ରୁ 10 ମିନିଟ। ଯଦି ଆପଣ ସେମିତି ହାଲକା ରଖି ଦଉଛନ୍ତି ତ ଇଏ ଆହୁରି ମଧ୍ୟ 1 ଚାମଚ ତେଲ ବାହାରି ପଡିବ। ଏଠି ଦେଖିପାରୁଥିବେ ଫ୍ରେଣ୍ଡ ବହୁତ ବଢିଆ ସେ ଇଏ ଆମର ତେଲ ବାହାରି ଯାଇଛି। କେବଳରୁ କେବଳ ଫ୍ରେଣ୍ଡ ଏଇଟା ଆମର ହେଇଯାଇଛି 1 ଗ୍ଲାସ। ଆମେ ଯୋଉ ଗ୍ଲାସ ରେ ଦେଇଥିଲେ ଆମେ 1.5 ଗ୍ଲାସ ଦେଇଥିଲେ, 1 ଗ୍ଲାସ ନଡିଆ ତେଲ ଦେଇଥିଲେ ଆଉ 1 ଗ୍ଲାସ ଆମେ ଏଇଠି ଆଲମଣ୍ଡ ତେଲ ଦେଇଥିଲେ। ତ ଦୁଇଟା ଯାକ ମିଶିକି ପୁରା ଫୁଟିକି ଆମର ଏଇଠି 1 ଗ୍ଲାସ ହେଇଯାଇଛି ଫ୍ରେଣ୍ଡ। ଆପଣ ଦେଖୁଥିବେ 1 ଗ୍ଲାସ ହେଇଛି। ଆଉ ଏଇଠୁ 3 ରୁ 4 ବୁନ୍ଦା ଏଇଠି ଆମ ପାଖରେ ରହିଯାଇଛି ଏକ୍ସଟ୍ରା। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ ବହୁତ ହି ବଢିଆ ଆମର ତେଲ ହେଇଯାଇଛି। ଧ୍ୟାନ ଦେବେ ଫ୍ରେଣ୍ଡ ତେଲକୁ ପୁରା ବହୁତ ବଢିଆ ଭାବରେ ଥଣ୍ଡା କରିଦେବେ। ଆଉ ଫ୍ରେଣ୍ଡ ଗୋଟେ ଟିପ୍ସ ଦେବା ପାଇଁ ଚାହୁଁଛି, ତେଲର ଅଧିକ ବେନିଫିଟ ପାଇବା ପାଇଁ ଆପଣ ତେଲକୁ ଡାଇରେକ୍ଟ ଛାଣନ୍ତୁ ନାହିଁ। ଆପଣ ଚେଷ୍ଟା କରନ୍ତୁ ରଖିବା ପାଇଁ 5 ରୁ 6 ଘଣ୍ଟା ସେଇ ଯୋଉ ଯେମିତି ପୁରା କଡେଇରେ ରଖିଛନ୍ତି ସେମିତି ପୁରା ଫ୍ରେଣ୍ଡ କଡେଇରେ ରଖିବା ପାଇଁ ଚେଷ୍ଟା କରନ୍ତୁ। ତାର ଗୋଟେ ଦିନ ରଖନ୍ତୁ, ନହେଲେ ଫ୍ରେଣ୍ଡ କିଛି ଟାଇମ ପାଇଁ ରଖନ୍ତୁ, 5 ରୁ 6 ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ରଖି ସାରିଲା ପରେ ତାକୁ ଆପଣ ଛାଣିବାକୁ ଚେଷ୍ଟା କରିବେ। ତାକୁ ତାର ସବୁତକ ବିଶେଷତ୍ୱ ତାର ଏଇ ତେଲ ମଝିରେ ଆସିଥାଉ। ଇଏ ଥିଲା ଫ୍ରେଣ୍ଡ ଆଜି ପାଇଁ ଆପଣଙ୍କ ପାଇଁ ଏଇ ଛୋଟିଆ ଭିଡିଓଟିଏ ତେଲ ମଜବୁତ ହବା, ଆପଣଙ୍କର ଏଇ ତେଲ ଲଗେଇଲେ ଚୁଟି ମଜବୁତ ହବା ପାଇଁ ବନାନ୍ତୁ। ଆଉ ଆପଣଙ୍କ ରେଜଲ୍ଟ କଣ ଆସୁଛି ମତେ ନିହାତି ଭାବରେ ଫ୍ରେଣ୍ଡ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଇଏ ଥିଲା ଫ୍ରେଣ୍ଡ ଆଜିର ଛୋଟିଆ ରେସିପି। ମୁଁ ଆଶା କରୁଛି ଭଲ ଲାଗୁଥିବ ଆପଣଙ୍କୁ। ପୁଣି ଦେଖା ଗୋଟେ ନେକ୍ସଟ ଭିଡିଓରେ। ବାଏ ବାଏ, ଟାଟା।